ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତିର ଟଙ୍କା ଆପଣ ଜାଣିସାରିଥିବେ କି ମାର୍ଚ୍ଚ ମାସ 8 ତାରିଖରେ ଆସିବ। ହେଲେ ଆପଣମାନଙ୍କୁ ମିଳିବ କି ନାହିଁ? ବହୁତ ହିତାଧିକାରୀ ଅଛନ୍ତି ଯେଉଁମାନେ ଆଶଙ୍କା ରହିଛି ସେମାନଙ୍କର କି ଭାଇ ମୋତେ ଟଙ୍କା ମିଳିବ କି ନାହିଁ। ତେବେ ଆପଣ ବି କେମିତି ଜାଣିପାରିବେ ଯଦି ଆପଣ ବି ଏହି ସ୍କିମରେ ଆବେଦନ କରିଛନ୍ତି ଟଙ୍କା ଆପଣଙ୍କୁ ମିଳିବ ନା ନାହିଁ? ଯାହା ବିଷୟରେ ଆମେ ଆପଣଙ୍କୁ ଭିଡ଼ିଓରେ ଜଣାଇବୁ, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତେବେ ସୁଭଦ୍ରା ଯୋଜନାର ଯେଉଁ ଦ୍ୱିତୀୟ କିସ୍ତି ମାର୍ଚ୍ଚ 8 ତାରିଖରେ ରହିଛି ମହିଳା ଦିବସ, ଆଉ ଏହି ଅବସରରେ ମଧ୍ୟ ଟଙ୍କା ଦେବେ। ତେବେ ଓଡ଼ିଶାର ବିଜେପି ସରକାର ଆସିବା ପରେ ଏହି ଯୋଜନାକୁ ମହିଳାଙ୍କ ପାଇଁ ଆରମ୍ଭ କରିଛି। ତେବେ ଏହି ଯୋଜନା ଅନୁଯାୟୀ ବର୍ଷକୁ 10,000 ଟଙ୍କା ମଧ୍ୟ ମିଳୁଛି, ଏକଥା ଆପଣ ଜାଣିଥିବେ। ତେବେ ପ୍ରଥମ କିସ୍ତିର 5,000 ମିଳିସାରିଛି 6 ତାରିଖରେ, ଯେଉଁ ପଞ୍ଚମ ପର୍ଯ୍ୟାୟ ପ୍ରଥମ କିସ୍ତିର ମିଳିସାରିଛି। ଏବେ 8 ତାରିଖରେ ଆସିବ ଦ୍ୱିତୀୟ କିସ୍ତି। ଦ୍ୱିତୀୟ କିସ୍ତିରେ ଏକାବେଳେ ସମସ୍ତଙ୍କୁ ଟଙ୍କା ମିଳିବ ବୋଲି ସରକାର ମଧ୍ୟ ଘୋଷଣା କରିଛନ୍ତି। ତେବେ ଆସନ୍ତୁ ମୁଁ ଆପଣଙ୍କୁ ଦେଖାଉଛି ଆପଣ ବି କେମିତି ଚେକ୍ କରିକି ଜାଣିପାରିବେ ଆପଣଙ୍କୁ ଟଙ୍କା ମିଳିବ କି ନାହିଁ। ତା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ପ୍ରଥମତଃ ଆପଣ ବି ଚାହିଁଲେ ଦେଖିବା ପାଇଁ ହେଲେ ଆର ଯେଉଁ ପୋର୍ଟାଲ ରହିଛି subhadra.odisha.gov.in ଭିଜିଟ୍ କରିବେ। ଏଇଠି ଦେଖନ୍ତୁ ଆପଣଙ୍କୁ ଆବେଦନ ସ୍ଥିତି ମିଳିଯାଉଛି, ତ ଆମେ ତାରି ଉପରେ କ୍ଲିକ୍ କରିବା। ଏଇଠି ଆପଣଙ୍କର ଆଧାର ନମ୍ବର ଆସୁଛି, ଆପଣ ଆଧାର ନମ୍ବର ଦେଇଦେବେ। ବକ୍ସ ଭିତରେ ଠିକ୍ ମାର୍କ ଲଗେଇକି ଲଗ୍ଇନ୍ରେ କ୍ଲିକ୍ କରିଦେବେ। ଦେଖନ୍ତୁ ଯେତେବେଳେ ଆମେ ସବୁ ଫିଲ୍ଅପ୍ କଲେ ଯାହାର ନାମ ବଗେରା ସବୁ ଉପରେ ଦେଖିଦେଉଛି, ଏଇଠି କିନ୍ତୁ ଧ୍ୟାନ ଦେବା କଥା। ଦେଖନ୍ତୁ ଆପଣଙ୍କର ଇ କେୱାଇସି ସ୍ଥିତି କମ୍ପ୍ଲିଟ୍ ଲେଖିଛି, ଇ କେୱାଇସି ପ୍ରକାର ବାୟୋମେଟ୍ରିକ୍ ଲେଖିଛି, ସ୍ୱୀକୃତି ସ୍ଥିତି ଆପ୍ରୁଭ୍ ଲେଖିଛି। ଯାହାର ଆପ୍ରୁଭ୍ ନ ହୋଇକି ପେଣ୍ଡିଂ ଥିବ, ଅଲଗା କୌଣସି କାରଣ ପାଇଁ ରିଜନ୍ ଥିବ, ତ ଏଇଠି ମଧ୍ୟ ଦେଖେଇବ। ତ ଚିନ୍ତା କରନ୍ତୁନି, ଯାହାର ବି କିଛି ଭୁଲ ଭାଲ ଥିବ ତ ସେଟା ସରକାର ତରଫରୁ ଖୁବ୍ ଶୀଘ୍ର ମଧ୍ୟ ଡୋର୍ ଟୁ ଡୋର୍ ସର୍ଭେ ଷ୍ଟାର୍ଟ ହେବ, ଯାହାକି ଘର ପାଖକୁ ଆସିକି ଆପଣଙ୍କର ସର୍ଭେ କରିବେ। ଆଉ ସେ ସର୍ଭେ କରିବା ଦ୍ୱାରା ଆପଣଙ୍କୁ ମଧ୍ୟ ଟଙ୍କା ମିଳିଯିବ ନେକ୍ସଟ ପର୍ଯ୍ୟାୟରେ। କିନ୍ତୁ ଯଦି ଏମିତି କିଛି ଥିବ ତ ଏଠି ମଧ୍ୟ ଦେଖନ୍ତୁ ପେମେଣ୍ଟ ସ୍ଥିତି। ଇଏ ରିସେଣ୍ଟଲି ଯେମିତି ଦେଖନ୍ତୁ ସକ୍ସେସଫୁଲ ରିସିଭଡ୍ ବାଇ ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ଆପଣଙ୍କ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କକୁ ଟଙ୍କା ମଧ୍ୟ ଆସୁଛି। ଆପଣଙ୍କର ଯାହାର ଗୋଟେ ଦୁଇଟି ତିନିଟା ଆକାଉଣ୍ଟ ଥିବ ସେ କନଫ୍ୟୁଜ ଥିବେ କୋଉ ଆକାଉଣ୍ଟକୁ ମୋତେ ଟଙ୍କା ଆସିଲା ବୋଲି। ତ ଏମିତି ପ୍ରୋସେସରେ ଆପଣ ଚେକ୍ କରିଦେଲେ ଡାଇରେକ୍ଟ ଜାଣିଦେବେ ହଁ ଭାଇ ମୋର ଏଇ ଆକାଉଣ୍ଟକୁ ଟଙ୍କା ଆସିଲା ବୋଲି। ତବେ ଆପଣ ସେଇ ଆକାଉଣ୍ଟକୁ ଯାଇ ଚେକ୍ କରିଦେବେ, ତ ଆପଣ ଜାଣିପାରିବେ ହଁ ଆପଣଙ୍କୁ ଟଙ୍କା ମିଳିଲା କି ନାହିଁ। ତ ଇଏ ରହିଛି ପ୍ରୋସେସ। ଆପଣ ଜାଣିଲେ ସେୟାର କରି ସାଙ୍ଗସାଥୀମାନଙ୍କୁ ଜଣାଇ ଦିଅନ୍ତୁ, ଯାହାକି ଏଇ ପ୍ରୋସେସରେ ମଧ୍ୟ ଦେଖିହେବ।